17 ବର୍ଷରୁ ହିଁ ପାଚିଗଲାଣି କି ଚୁଟି। ନଡ଼ିଆ ତେଲରେ ମିଶାଇ ଲଗାନ୍ତୁ ଏହି ଗୋଟିଏ ପାଉଡର। କିଛି ଦିନ ଭିତରେ ଧଳାରୁ ହେବ କଳା। ବର୍ତ୍ତମାନର ଖରାପ ଜୀବନ ଚର୍ଚ୍ଚା ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଜହର ସଦୃଶ। ଫାଷ୍ଟଫୁଡ୍ ଠିକ୍ ସମୟରେ ନ ଖାଇବା, ବ୍ରେକଫାଷ୍ଟରେ ବିଳମ୍ବ, ରାତିରେ ପେଟ ଫାଟିଲା ପର୍ଯ୍ୟନ୍ତ ଖାଇବା ଏବଂ ନନଭେଜ୍ ହେଲେ ଜମେଇକି ଖାଇବା ଅଭ୍ୟାସ ଆମ ସ୍ୱାସ୍ଥ୍ୟକୁ ଆହୁରି ଖରାପରୁ ଖରାପ ଆଡ଼କୁ ନେଇ ଯାଉଛି। ବୟସ ନ ହୋଇ ବି ଚୁଟି ପାଚିବା, ଚୁଟି ଝଡ଼ିବା, ଗ୍ୟାସ୍ ସମସ୍ୟା ଉପୁଜିବା ଏବଂ ଅନେକ ସମୟରେ ଦେହ ଖରାପ ରହିବା ଏସବୁ ଆମର ଖାଦ୍ୟପେୟ ସହିତ ହିଁ ଜଡ଼ିତ। ଆଜିର ସମୟରେ 17-18 ବର୍ଷର ପିଲାଙ୍କ ଚୁଟି ବି ପାଚି ଧଳା ହୋଇଯାଉଛି। ଏଭଳି ସ୍ଥିତିରେ କିଶୋର ଅବସ୍ଥାରୁ ହିଁ ପିଲା ହେୟାର ଡାଏ କରିବାରେ ଲାଗି ପଡ଼ୁଛନ୍ତି। କିଏ କଲର କରିବାକୁ ପସନ୍ଦ କରୁଛନ୍ତି ତ ଆଉ କିଏ କଳା। କିନ୍ତୁ ଏପରି ପରିଣତ କ'ଣ ହେଉଛି, ଚୁଟିର ପ୍ରାକୃତିକ ଚମକ ମଧ୍ୟ ହ୍ରାସ ପାଉଛି ଏବଂ ଚୁଟି ଡ୍ରାଏ ହୋଇ ଝଡ଼ୁଛି। ତେବେ ଏମିତି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାର ଉପଶମ ଦେବା ପାଇଁ ଏକ ଉପାୟ ବିଷୟରେ ଅବଗତ କରାଇବୁ। ଚୁଟିରେ ଏହି ପେଷ୍ଟ ଲଗାଇଲେ ପ୍ରାକୃତିକ କଳା ପାଇବା ସଙ୍ଗେ ସଙ୍ଗେ ଆପଣ ଡ୍ୟାମେଜ୍ ହେୟାରର ଜାଲରୁ ମଧ୍ୟ ବାହାରି ପାରିବେ। ଏହି ପେଷ୍ଟକୁ ପ୍ରସ୍ତୁତ କରିବା ପାଇଁ ନଡ଼ିଆ ତେଲରେ ଅଁଳା ପାଉଡର ପକାଇ ଗ୍ୟାସରେ କଳା ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ପେଷ୍ଟ କଳା ହୋଇଗଲେ କିଛି ସମୟ ଥଣ୍ଡା ହେବା ପରେ ଛାଡ଼ି ଦିଅନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ଚୁଟିରେ ଲଗାଇ ପରଦିନ ସାମ୍ପୁରେ ଚୁଟି ଧୋଇ ନିଅନ୍ତୁ। ଏହି ପେଷ୍ଟକୁ ଚୁଟିକୁ ପ୍ରାକୃତିକ କଳା କରିବା ସହ ଚମକ ମଧ୍ୟ ଦେଇଥାଏ। ଏହି ପେଷ୍ଟକୁ ଲଗାତାର ଲଗାନ୍ତୁ, ଫରକ ଆପଣ ନିଶ୍ଚିତ ଜାଣିପାରିବେ।